ଯେକୌଣସି ଗୋଟେ କ୍ରୋମ୍ ବ୍ରାଉଜର ହଉ କି ବା ଯେକୌଣସି ବ୍ରାଉଜର ଗୋଟେ ଓପନ୍ କର, ସେଠି ସର୍ଚ୍ଚ କରନ୍ତୁ ତ PM ବିଶ୍ୱକର୍ମା। PM ବିଶ୍ୱକର୍ମା ସର୍ଚ୍ଚ କଲେ ତ ଏମିତି ଦେଖୁଛନ୍ତି ଆସିଲା। ତ PM ବିଶ୍ୱକର୍ମା ଉପରେ କ୍ଲିକ୍ କରନ୍ତୁ। PM ବିଶ୍ୱକର୍ମା ଉପରେ କ୍ଲିକ୍ କଲେ ତ ନେଟ୍ ଟିକେ ସ୍ଲୋ ଅଛି। ଦେଖ ଏମିତି ଗୋଟେ ପେଜ୍ ଓପନ୍ ହେବ। ଏଇ ପେଜ୍ଟା ଓପନ୍ ହେଲା ପରେ ତ ରାଇଟ୍ ସାଇଡ଼୍ କର୍ଣ୍ଣରରେ ଲଗଇନ୍ ଅଛି। ତ ଏଠି CSC ଲଗଇନ୍ ପରେ ତାପରେ ଦେଖନ୍ତୁ ଆଉ ଗୋଟେ ପେଜ୍ ଓପନ୍ ହେବ, ମାନେ CSC ଯେଉଁ ଦେଖନ୍ତୁ ଏମିତି ଏଇଠି ପେଜ୍ଟା ଓପନ୍ ହେଲା, ଡିଜିଟାଲ ସେବା କନେକ୍ଟ। ତ ଏଠି ଲଗଇନ୍ ଆପଣଙ୍କର ନିଜର ତ ଆଇଡ଼ିଟା ଦେବେ, ତ CSC ଆଇଡ଼ିଟା ଦେବେ। ମୁଁ ମୋ CSC ଆଇଡ଼ିଟା ବର୍ତ୍ତମାନ ଦେଇ ଦେଉଛି। CSC ଆଇଡ଼ିଟା ଦେଲା ପରେ ତଳେ ନିଜର ପାସୱାର୍ଡ଼ଟା ଦେବେ। ପାସୱାର୍ଡ଼ ପରେ କ୍ୟାପଚା। ମୁଁ ପାସୱାର୍ଡ଼ଟା ବର୍ତ୍ତମାନ ଲେଖିଦେଲି। ତ ତାପରେ କ୍ୟାପଚାଟା ଲେଖୁଛି। କ୍ୟାପଚା ପରେ ଦେଖନ୍ତୁ ସାଇନ୍ ଇନ୍ରେ କ୍ଲିକ୍ କରିବା। ସାଇନ୍ ଇନ୍ କଲା ପରେ ଦେଖନ୍ତୁ ରେଜିଷ୍ଟର ନାମ ଆସିଲା। ଏଠି ଫାଷ୍ଟ ନୋ କରିବେ, ସେକେଣ୍ଡଟା ବି ନୋ କରିବେ, କଣ୍ଟିନ୍ୟୁ। କଣ୍ଟିନ୍ୟୁ ପରେ ଦେଖନ୍ତୁ ଆଧାର ଭେରିଫିକେସନ୍ ଉପରେ ଲେଖା ହେଇଛି କ'ଣ ନା ପ୍ଲିଜ୍ ଏଣ୍ଟର ଆଧାର ଲିଙ୍କଡ୍ ମୋବାଇଲ୍ ନମ୍ବର। ଆପଣଙ୍କର ଆଧାରରେ ଯେଉଁ ମୋବାଇଲ୍ ନମ୍ବରଟା ଲିଙ୍କ ଅଛି ସେ ମୋବାଇଲ୍ ନମ୍ବରଟାକୁ ଦେଇଦେବେ। ତାପରେ ଏଣ୍ଟର ଇୟର 12 ଡିଜିଟ୍ ଆଧାର ନମ୍ବର। ତାପରେ ଆଧାର ନମ୍ବରଟା ଏଠି ଏଣ୍ଟର କରିବେ ସେକେଣ୍ଡରେ। ତାପରେ ଦେଖନ୍ତୁ ଏଠି କ୍ୟାପଚାଟା ଫିଲ୍ଅପ୍ କରିଦେବେ। EQHBFW କ୍ୟାପଚାଟା ବର୍ତ୍ତମାନ ମୁଁ ଫିଲ୍ଅପ୍ କରିଦେଇଛି। ଫିଲ୍ଅପ୍ କଲା ପରେ ଏଠି ଠିକ୍ ମାର୍କ, ତାପରେ କଣ୍ଟିନ୍ୟୁ। କଣ୍ଟିନ୍ୟୁ ପରେ ଆଧାର ଭେରିଫିକେସନ୍, ଆଧାର ଯେଉଁ ଆପଣ ଯେଉଁ ମୋବାଇଲ୍ ନମ୍ବରଟା ଦେଇଛନ୍ତି ସେତିକି ଗୋଟେ OTP ଯାଇଥିବ, ଆଧାର OTPଟେ। ଏଠି OTPଟା ସେଠୁ ଆପଣ ଏଠି OTPଟା ଫିଲ୍ଅପ୍ କରିବେ। OTPଟା ଟିକେ ଆସିବା ଲେଟ୍ ହେଉଛି, ଅବିକା OTP ଦେଇଦେଲି। ତାପରେ କଣ୍ଟିନ୍ୟୁରେ ପୁଣି କ୍ଲିକ୍ କରିବା। ତାପରେ ଦେଖନ୍ତୁ ଆଧାର ଭେରିଫିକେସନ୍ ପଳେଇଗଲା। ତାପରେ ଭେରିଫାଏ ବାୟୋମେଟ୍ରିକ୍ସ। ତ ଯାହାର ଆପଣ କରୁଛନ୍ତି ତ ତାଙ୍କର ଆପଣ ଯେକୌଣସି ଯେଉଁ ମନ୍ତ୍ରା ହେଉ କିମ୍ବା ଯେଉଁ ଡିଭାଇସ୍ ଆପଣ ବାୟୋମେଟ୍ରିକ୍ ୟୁଜ୍ କରୁଛନ୍ତି ସେଇଟା ଲୋକର ଫିଙ୍ଗର ଭେରିଫାଏ ଏଠି କରିଦେବେ। ଭେରିଫାଏ ଫିଙ୍ଗର କରିବେ। ଫିଙ୍ଗରଟେ ଭେରିଫାଏ ହେଲା ପରେ ଏମିତି ଆସିବ ପର୍ସନାଲ ଡିଟେଲ୍ସ। ଆପଣଙ୍କର ଆଧାରରେ ଯାହା ଥିବ ସେଇଗୁଡ଼ା ସବୁ ଅଟୋମେଟିକ୍ ଏଠି ପଳେଇ ଆସିଥିବ। ଆଉ ଖାଲି ଆପଣ ଯାହା ସିଲେକ୍ଟ କରିବେ ମ୍ୟାରିଟାଲ୍ ଷ୍ଟାଟସ୍, ତାପରେ ଜେଣ୍ଡର, ତାପରେ କ୍ୟାଟେଗୋରୀ ଜେନେରାଲ, ଦିବ୍ୟାଙ୍ଗ ଅଛନ୍ତି କି ନାହିଁ ଏଠି କରିବେ ହେଲା। ତାପରେ ଆର୍ ୟୁ ଡୁଇଙ୍ଗ ବିଜନେସ୍ ଇନ୍ ସିମ୍ ଷ୍ଟେଟ୍ ୟେସ୍ କରିଦେବେ। ଏଇଟା ବି ଡିଷ୍ଟ୍ରିକ୍ଟ ୟେସ୍ କରିବେ। ତାପରେ ଦେଖୁଥିବେ ଆଧାର ନମ୍ବର ଆଉ ମୋବାଇଲ୍ ନମ୍ବର ଅଟୋମେଟିକ୍ ପଳେଇ ଆସିବ। ତ ତାପରେ ରାସନ କାର୍ଡ଼ ଆପଣଙ୍କର ବି ଅଟୋମେଟିକ୍ ଆସିବ ଭାରି। ରାସନ କାର୍ଡ଼ କେତେ ଜଣ ଅଛନ୍ତି ସେଇଟା ବି ପଳେଇ ଆସିବ। ତାପରେ ଆଡ୍ରେସ୍ ଅପଡ଼େଟ୍ ସେମ୍ ଆଜ୍ ଆଧାର, ତ ଆଡ୍ରେସଟା ଲେଖିଦେବେ ସେମ୍ ଆଜ୍ ଆଧାର। ଏଠି ୟେସ୍ କରିବେ। ବ୍ଲକ୍ ନାଁଟା ଆପଣ କରିଦେବେ। ବ୍ଲକ୍ ନାଁ ଦେଇ ସାରିଲା ପରେ ଏଠି ତାପରେ ଦେଖୁଥିବେ ଗ୍ରାମ ପଞ୍ଚାୟତ ଆସିବ। ନିଜର ଗ୍ରାମ ପଞ୍ଚାୟତ ନାଁଟାକୁ ଦେଇଦେବେ। ତାପରେ ପର୍ସନାଲ ଟ୍ରେଡ୍ ଡିଟେଲ୍ସ ଆପଣ ଏଠି କେଉଁ କାମ କରୁଛନ୍ତି ଏଠି ଦେବେ। ତ ମୁଁ ଯେଉଁ ଲୋକର କରୁଛି ବର୍ତ୍ତମାନ ମୁଁ ତାଙ୍କର ପକାଉଛି ମନସନ ମିସ୍ତ୍ରୀ, ମାନେ ରାଜମିସ୍ତ୍ରୀ ପକାଇ ଦେଉଛି। ତାପରେ ରାଇଟ୍ ସାଇଡ଼୍ ଦେଖୁଥିବେ ସଫ୍ଟୱେର୍ରେ ମୁଁ ଏଠି ପ୍ଲାଷ୍ଟର ମିସ୍ତ୍ରୀ ବୋଲି ମୁଁ ତାଙ୍କର ପକାଉଛି। ବିଜନେସ୍ ଆଡ୍ରେସ୍ ସେମ୍ ଆଜ୍ ଆଧାର ଆଡ୍ରେସ୍, ଏଇଟା ଠିକ୍ କଲି। ତାପରେ ନେକ୍ସଟ
ନେକ୍ସଟ କଲା ପରେ ଆଉ ଗୋଟେ ଏମିତି ଆସିବ ସେଭିଂ ବ୍ୟାଙ୍କ ଡିଟେଲ୍ସ। ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ଏଠି ଭରିବେ। ନେମ୍ ଅଫ୍ ବ୍ୟାଙ୍କ, ଆପଣଙ୍କର ଯେଉଁ ବ୍ୟାଙ୍କରେ ଖାତା ଅଛି ସେ ବ୍ୟାଙ୍କ ଆପଣଙ୍କର ଦେଇଦେବେ। ମୁଁ ଦେଲି ବର୍ତ୍ତମାନ ଷ୍ଟେଟ୍ ବ୍ୟାଙ୍କ। ଯେଉଁ ବ୍ୟାଙ୍କ ଦେଲେ ତାର IFSC କୋଡ଼ଟା ଆପଣ ଏଠି ଲେଖିବେ। ତାପରେ ରାଇଟ୍ ସାଇଡ଼ରେ IFSC କୋଡ଼ଟେ ଦେଖ ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଅଟୋମେଟିକ୍ ସେ ବ୍ୟାଙ୍କ ବ୍ରାଞ୍ଚ ନେମ୍ଟା ପଳେଇ ଆସିବ। ତାପରେ ଏଠି ଆକାଉଣ୍ଟ ନମ୍ବରଟା ଯେଉଁ କଷ୍ଟମର ଫିଲ୍ଅପ୍ କରୁଛନ୍ତି ତାର ଆକାଉଣ୍ଟ ନମ୍ବରଟା ଏଠି ଲେଖିଦେବେ। ତା ଆକାଉଣ୍ଟ ନମ୍ବରଟା ବର୍ତ୍ତମାନ ମୁଁ ଲେଖିଦେଉଛି। ଲେଖିବା ପରେ ଏଠି କନଫର୍ମ ଆକାଉଣ୍ଟ ନମ୍ବର, ସେଇ ଆକାଉଣ୍ଟ ନମ୍ବରଟାକୁ ଆଉ ଥରେ ଏଠି କନଫର୍ମ କରିଦେବେ। ତାପରେ ଦେଖନ୍ତୁ ତାପର ଷ୍ଟେପ୍ରେ ଅଛି କ୍ରେଡ଼ିଟ୍ ସପୋର୍ଟ। ଆପଣ ନେବାକୁ ଯଦି କିଛି ଲୋନ୍ ନେବାକୁ ଚାହୁଁଛନ୍ତି ଏଠି ୟେସ୍ କରିବେ। ତ କେତେ ନେବାକୁ ଚାହୁଁଛନ୍ତି, 1,00,000 କିମ୍ବା 50,000 ପକାଇଦେବେ ଆପଣ। 50,000 ଉପରକୁ ଦେଇଛି। ପରଚେଜ୍ ଅଫ୍ ଇକ୍ୱିପମେଣ୍ଟ, ତାପରେ ନେକ୍ସଟ। ଆର ଡିଜିଟାଲି ଆକ୍ଟିଭ ଯଦି ଥିବେ ୟେସ୍ କରିବେ, ନହେଲେ ନାହିଁ ନେକ୍ସଟ ଡାଇରେକ୍ଟ କରିବେ। ଏଠି ଦେଖନ୍ତୁ ସ୍କିଲ୍ ଟ୍ରେନିଂ ଲେଖିଛି ହେଲା। ଏଠି ଗୋଟେ ଲେଖିବେ ଆପଣ କ୍ୱାଲିଟି ସାର୍ଟିଫିକେଟ୍ ରିକ୍ୱାର୍ଡ଼ ବୋଲି ଲେଖିଦେବେ। ତାପରେ ଏଠୁ ନେକ୍ସଟ କ୍ଲିକ୍ କରିବେ। ଡିକ୍ଲାରେସନ୍ ଡିଟେଲ୍ସ ଆସିବ ଭାରି। ତାପରେ ଏଠି ଠିକ୍ କରିକି ସବମିଟ୍ କରିବେ। ସବମିଟ୍ କଲା ପରେ ଦେଖନ୍ତୁ ଆପ୍ଲିକେସନ୍ ସକ୍ସେସଫୁଲି, ଏଠି ଆପ୍ଲିକେସନ୍ ନମ୍ବରଟା ବି ଆପଣଙ୍କର ପଳେଇ ଆସିଲା। ଆପଣଙ୍କ ଯେଉଁ ଡିଟେଲ୍ସ ଭରିଥିଲେ ତାର ଆପ୍ଲିକେସନ୍ ନମ୍ବର ସବୁ ପଳେଇ ଆସିଛି। PDF ଟି ଚାହିଁଲେ ଡାଉନଲୋଡ଼୍ କରିବେ କିମ୍ବା ଡାଉନଲୋଡ଼୍ କରିକି ଆପଣଙ୍କ ନିଜ ପାଖରେ ରଖିବେ। କଷ୍ଟମରକୁ ବି ଏଇଟା ତାର ଡାଉନଲୋଡ଼୍ କରିକି ତାକୁ ଗୋଟେ ପେପର୍ ଦେଇଦେବେ। ତା ଯେଉଁ ଆପ୍ଲିକେସନ୍ ନମ୍ବର ହେରିକା ଥିବ ସେଇଟା ଦେଇଦେବେ। ଏତିକି ଆପଣଙ୍କୁ କାମ କରିବାକୁ ପଡ଼ିବ, ବେଶୀ କିଛି ଏଥିରେ ନାହିଁ। ତ PM ବିଶ୍ୱକର୍ମା କେମିତି କରାଗଲା ଆପଣ ଜାଣିପାରିଲେ। ଏତିକି କାମ, ଆଉ କିଛି